ପ୍ରଭୁଙ୍କ ମହାନଙ୍କୁ ଧନ୍ୟବାଦ ଦିଏ, କାରଣ ତାଙ୍କରି ଅନୁଗ୍ରହ ତାଙ୍କର ଆଶୀର୍ବାଦରୁ ଆମେମାନେ ଏହି ଓଡ଼ିଆ ବାଇବେଲ୍ କୁଇଜ୍ କାର୍ଯ୍ୟକ୍ରମ ପରିଚାଳିତ କରିପାରୁଛୁ। ଏହି କାର୍ଯ୍ୟକ୍ରମର ଏକମାତ୍ର ଉଦ୍ଦେଶ୍ୟ ଯେ ଆମମାନେ ସମସ୍ତେ ମିଶି ବାଇବେଲ୍ ବିଷୟକ ଜ୍ଞାନରେ ବୃଦ୍ଧି ପାଇବା। ଏହି ସମୟମାନଙ୍କରେ ଆମମାନେ ଆଦି ପୁସ୍ତକରୁ କିଛି ଜ୍ଞାନ ଲାଭ କରୁଅଛୁ। ଆପଣମାନେ ଅଂଶୀ ହୋଇଛନ୍ତି, ଧନ୍ୟବାଦ ଜଣାଏ। ଅନୁରୋଧ କରେ ଅନ୍ୟମାନଙ୍କୁ ମଧ୍ୟ ଅଂଶୀ କରାନ୍ତୁ, ବିଶେଷରେ ସାନ ସାନ ପିଲାମାନଙ୍କୁ ଅଂଶୀ କରାନ୍ତୁ। ଆଉ ପିଲାମାନେ ମୋବାଇଲ ଧରି ବସିଥିବା ସମୟରେ ଏହି ଅଳ୍ପ ସମୟ ମଧ୍ୟରେ ନିଶ୍ଚିନ୍ତ ଭାବରେ ପ୍ରଭୁଙ୍କର ଜ୍ଞାନରେ ବୃଦ୍ଧି ପାଇପାରିବେ। ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଭଲ ଲାଗିଲେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମ ଆପଣମାନେ ଲାଇକ୍ କରନ୍ତୁ ଏବଂ ଅନ୍ୟକୁ ସେୟାର କରନ୍ତୁ, ଅନ୍ୟକୁ ଜଣାନ୍ତୁ ଏ କାର୍ଯ୍ୟକ୍ରମରେ ଅନ୍ୟମାନେ ମଧ୍ୟ ଅଂଶୀ ହେବେ। ଗତ ଅଧ୍ୟାୟରେ ଯେଉଁ ପ୍ରଶ୍ନଟି ଆମେ ପଚାରିଥିଲୁ, ସେ ପ୍ରଶ୍ନଟି ଏପରି ଥିଲା, ଏସକ୍ ଶବ୍ଦର ଅର୍ଥ କ'ଣ? ଏସକ୍ ଶବ୍ଦର ଅର୍ଥ କ'ଣ? ତାର ସଠିକ୍ ଉତ୍ତରଟି ହେଲା ବିବାଦ। ବିବାଦ। ଆଦି ପୁସ୍ତକ 26 ପର୍ବ ତାର 20 ପଦରେ ଆପଣମାନେ ଉତ୍ତରଟି ପାଇପାରିବେ। ଆଜିର ପ୍ରଶ୍ନ ହେଉଛି, କାହାର ଦୁଇ କନ୍ୟା ଆପଣା ପିତାଙ୍କ ଦ୍ୱାରା ଗର୍ଭବତୀ ହୋଇଥିଲେ? କାହାର ଦୁଇ କନ୍ୟା ଆପଣା ପିତାଙ୍କ ଦ୍ୱାରା ଗର୍ଭବତୀ ହୋଇଥିଲେ? ଆପଣମାନଙ୍କ ଉତ୍ତର ଆମମାନଙ୍କର ଏହି ଭିଡ଼ିଓର କମେଣ୍ଟ ବକ୍ସରେ ଆମମାନଙ୍କୁ ଜଣାନ୍ତୁ ଏବଂ ସାନ ସାନ ପିଲାମାନଙ୍କୁ ମଧ୍ୟ କୁହନ୍ତୁ ଏ ପ୍ରଶ୍ନ ଉତ୍ତର ଗୁଡ଼ିକ ସେମାନେ ନୋଟ୍ କରି ରଖିବେ, ଲେଖି ରଖିବେ, ଯାହାଦ୍ୱାରା ଭବିଷ୍ୟତରେ ଏହା ସେମାନଙ୍କ ନିମନ୍ତେ ଅତି ପ୍ରୟୋଜନୀୟ ଏକ ଡକୁମେଣ୍ଟସ୍ ହେବ, ଏକ ନୋଟ୍ସ ହେବ, ଯାହାଦ୍ୱାରା ସେମାନେ ଜୀବନରେ ଏହାକୁ ବ୍ୟବହାର କରିପାରିବେ। ଆପଣମାନେ ଅଂଶୀ ହୋଇଥିବାରୁ ଧନ୍ୟବାଦ ଦିଏ। ପ୍ରଭୁଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଏ।